ରାଉରକେଲାରେ ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କ ଯୋଗଦାନ। ରାଉରକେଲାରେ ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଆଜି ଦୀନା ଦସ୍ତଗୀର ଯୋଗଦାନ କରିଛନ୍ତି। ସେ 2021 ବ୍ୟାଚ୍ର ଭାରତୀୟ ପ୍ରଶାସନିକ ଅଧିକାରୀ। ଏଥିପୂର୍ବରୁ ବ୍ରହ୍ମପୁରର ଉପଜିଲ୍ଲାପାଳ ଭାବରେ ସେ କାର୍ଯ୍ୟ କରୁଥିଲେ। ଆଜି କାର୍ଯ୍ୟରେ ଯୋଗଦେଲା ପରେ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ଭେଟ କରିଥିଲେ। ଏହି ଅବସରରେ ସୁଶ୍ରୀ ଦସ୍ତଗୀର କହିଥିଲେ ଯେ ରାଉରକେଲାର ଏଡିଏମ୍ ଦାୟିତ୍ୱ ମିଳିଥିବାରୁ ସେ ଅତ୍ୟନ୍ତ ଖୁସି ଅଛନ୍ତି। ରାଉରକେଲା ଏକ ସୁନ୍ଦର ସହର। ଯାହା ବି ଅଞ୍ଚଳର ପ୍ରମୁଖ ସମସ୍ୟା ରହିଛି ତାକୁ ବୁଝିବାକୁ ଚେଷ୍ଟା କରିବା ସହିତ ସେ ପ୍ରଶାସନ ଓ ଅଞ୍ଚଳର ଲୋକଙ୍କ ସହିତ ମିଳିମିଶି ଏ ଦିଗରେ କାର୍ଯ୍ୟ କରିବେ ବୋଲି ସେ କହିଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।